ଜାନୁଆରୀ 11, 1914। ପ୍ରତି ମୁହୂର୍ତ୍ତରେ ଆମମାନଙ୍କ ସମ୍ମୁଖରେ ରହିଛି ସବୁକିଛି ଯାହା ଅଦୃଷ୍ଟପୂର୍ବ, ଅପ୍ରତ୍ୟାଶିତ ଏବଂ ଅଜ୍ଞାତ। ପ୍ରତି ମୁହୂର୍ତ୍ତରେ ସମସ୍ତ ବିଶ୍ୱ ସମଗ୍ର ଭାବେ ଏବଂ ପ୍ରତ୍ୟେକ ଅଙ୍ଗରେ ନୂତନ ଭାବେ ସୃଷ୍ଟି ହେଉଛି। ଏବଂ ଯଦି ଆମମାନଙ୍କର ଯଥାର୍ଥ ଜୀବନ୍ତ ବିଶ୍ୱାସ ଥାନ୍ତା, ତୋର ସର୍ବଶକ୍ତିମତା ଓ ଅଦ୍ୱିତୀୟ ସତ୍ତାରେ ପୂର୍ଣ୍ଣ ନିଶ୍ଚୟ ବୋଧ ଥାନ୍ତା, ତାହେଲେ ପ୍ରତି ମୁହୂର୍ତ୍ତରେ ତୋର ପ୍ରକାଶ ଏତେ ସୁସ୍ପଷ୍ଟ ହୁଅନ୍ତା ଯେ ସମଗ୍ର ବିଶ୍ୱ ତଦ୍ଦ୍ୱାରା ରୂପାନ୍ତରିତ ହୁଅନ୍ତା। କିନ୍ତୁ ଆମମାନଙ୍କ ଚତୁର୍ଦ୍ଦିଗରେ ଯାହା ସବୁ ଘେରି ରହିଛି ଏବଂ ଯାହା ସବୁ ପୂର୍ବରୁ ଘଟିଯାଇଛି, ଆମେମାନେ ସେସବୁର ଏପରି ଦାସ ଯେ ଯାହା ସବୁ ବ୍ୟକ୍ତ ହୋଇଛି ସେସବୁର ଗଣ୍ଡି ମଧ୍ୟରେ ଏତେ ବେଶୀ ଆବଦ୍ଧ ଯେ ଏବଂ ଆମମାନଙ୍କର ବିଶ୍ୱାସ ଏତେ ପଙ୍ଗୁ ଯେ ମହାରୂପାନ୍ତରର ସେହି ଅଘଟଣ ଘଟଣର ଯନ୍ତ୍ର ହେବାର ସାମର୍ଥ୍ୟ ଲାଭ କରିନାହୁଁ। ତାହେଲେ ବି ହେ ପ୍ରଭୁ, ମୁଁ ଜାଣେ ଯେ ସେହି ଦିନ ନିଶ୍ଚୟ ଆସିବ। ମୁଁ ଜାଣେ ଯେ ଏପରି ଦିନ ଆସିବ ଯେତେବେଳେ ଆମମାନଙ୍କ ପାଖକୁ ଯେଉଁମାନେ ଆସିବେ ସେମାନଙ୍କୁ ତୁ ରୂପାନ୍ତରିତ କରିବୁ, ଏପରି ଆମୂଳ ରୂପାନ୍ତରିତ କରିବୁ ଯେ ଅତୀତର ସକଳ ବନ୍ଧନରୁ ସେମାନେ ମୁକ୍ତ ହୋଇ ତୋ ମଧ୍ୟରେ ସମ୍ପୂର୍ଣ୍ଣ ନୂତନ ଜୀବନଯାପନ କରିବାକୁ ଆରମ୍ଭ କରିବେ। ସେହି ଜୀବନ କେବଳ ତତେ ନେଇ ଗଠିତ ହେବ, ତୁ ହିଁ ହେବୁ ତାର ଏକଛତ୍ର ଅଧୀଶ୍ୱର। ସେତେବେଳେ ସକଳ ବିକ୍ଷୋଭ ରୂପାନ୍ତରିତ ହେବ ପ୍ରଶାନ୍ତିରେ, ସମସ୍ତ ବେଦନା ଶାନ୍ତିରେ, ସକଳ ସଂଶୟ ନିଶ୍ଚୟତାରେ, ସକଳ କୁଶ୍ରୀ ସୁଶ୍ରୀରେ, ସକଳ ଅହଂକାର ଆତ୍ମସମର୍ପଣରେ, ସକଳ ଅନ୍ଧକାର ଆଲୋକରେ, ସକଳ ଯନ୍ତ୍ରଣା ଏକ ଅପରିବର୍ତ୍ତନୀୟ ଆନନ୍ଦରେ। କିନ୍ତୁ ଏହି ଅଲୌକିକ ସଂଗଠନ ତୁ କ'ଣ ବର୍ତ୍ତମାନ ସମ୍ପାଦନ କରୁନାହୁଁ? ମୁଁ ଦେଖୁଛି ଚତୁର୍ଦ୍ଦିଗରେ ଏହା ପ୍ରସ୍ଫୁଟିତ ହୋଇ ଉଠୁଛି। ହେ ପ୍ରଭୁ, ସୌନ୍ଦର୍ଯ୍ୟ ପ୍ରେମର ପରମ ବିଧାନ, ପରମ ମୁକ୍ତିଦାତା, ତୋର ଶକ୍ତି ସମ୍ମୁଖରେ କୌଣସି ବାଧା ନାହିଁ। ଆମେମାନେ ଅନ୍ଧ, ସେଇଥିପାଇଁ ତୋ ନିରବଚ୍ଛିନ୍ନ ବିଜୟର ଅଭୟ ଦୃଶ୍ୟ ଦେଖିପାରୁନାହୁଁ। ମୋ ହୃଦୟ ହର୍ଷର ସ୍ତୋତ୍ର ଗାନ କରେ ଏବଂ ମୋର ଚିନ୍ତାରାଶି ଆନନ୍ଦର ଆଲୋକରେ ଉଦ୍ଭାସିତ ହୋଇ ଉଠେ। ହେ ଲୋକୋତ୍ତର, ତୋର ଅପରୂପ ପ୍ରେମ ହିଁ ବିଶ୍ୱର ଏକଛତ୍ର ଅଧୀଶ୍ୱର।